ଏଇଠି ଦେଖନ୍ତୁ ଏପଟରୁ ସେପଟକୁ ରାସ୍ତାର ଏଇଟା ପୁରା ବୁଡ଼ି ଯାଇଛି। ଦେଖନ୍ତୁ ଏ ନାଳଟା ଦେଖନ୍ତୁ, ଏଇ ନାଳ ସବୁ ବୁଡ଼ି ଯାଇଛି। କୋଉଟା ରାସ୍ତା ପୁରା ବୁଡ଼ି ଯାଇଥିଲା, ମାନେ ଏପଟ କ୍ରସ୍ ହେଇକି ପାଣି ଚାଲିଥିଲା। ଏବେ ବି ଏଠି ଲୋକ ଦେଖନ୍ତୁ ଟୁଙ୍ଗୁ ମାରିକି ରହୁଛନ୍ତି ରାସ୍ତା ଉପରେ, ଦେଖୁଛନ୍ତି ତ। ହେ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ଟୁ ସ୍ୱରାଜ ବ୍ଲଗ୍। ମୁଁ ସ୍ୱରାଜ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନ୍ୟୁ ଫ୍ରେଶ୍ ବ୍ଲଗ୍ରେ। ତ ବର୍ତ୍ତମାନ ଟାଇମ୍ ବାଜିଲାଣି କେତେଟା, ଦିନର ପାଖାପାଖି 8:30। ତ ମୁଁ ଉଠିକି ଆସି ଆପଣମାନଙ୍କ ପାଖକୁ ପଳେଇ ଆସିଛି ଭିଡ଼ିଓ ଷ୍ଟାର୍ଟ କରିବା ପାଇଁ। ଚାଲନ୍ତୁ ବେକ୍ କ୍ୟାମେରା କରି ଟିକେ ଆଜି ୱେଦର ଦେଖିଦେବା ଆଉ ସୁନ୍ଦର ଭିଡ଼ିଓ ଷ୍ଟାର୍ଟ କରିବା। ୱେଦର କିଛି ଆଜି ଏମିତି ମାନେ ଗାଡ଼ିରୁ ଆଜି ସିଧା ବ୍ଲଗ୍ ଆରମ୍ଭ ହେଉଛି। ୱେଦର କଥା କହିଲେ ତ ସାର୍, ୱେଦର ତ ଟିକେ ଖରା ଆସିଛି ଆଉ ଟିକେ ପାଗ କାଉଁଳିଆ କରିଛି। ତ ଆମେ ବର୍ତ୍ତମାନ କୋଉଠି ଯାଉଛୁ, ମୁଁ ଯେମିତି ଆପଣମାନଙ୍କୁ କହିଥିଲି ଯେଉଁ ପାଣି ଆସିଥିଲା ବର୍ତ୍ତମାନ ଆମ ଗାଁରେ, ମାନେ ଆମ ସାଇଡ଼ରେ ସବୁ ଆସିଥିଲା। ତ ଆମେ ସେଠି ଟିକେ ଯାଉଛୁ ବୁଲିବା ପାଇଁ, ଦେଖିବା ପାଇଁ କ'ଣ କେମିତି କଣ୍ଡିସନ୍ ଅଛି, କ'ଣ କେମିତି ନାହିଁ। ମୁଁ ତ ଆସିପାରିନଥିଲି, ମୋର ଟିକେ ଅଫସୋସ ରହିଯାଇଛି। ତ ଦେଖନ୍ତୁ ଏଠି ସବୁ ବିଲ ସବୁ ବୁଡ଼ିକି ରହିଛି ଲୋକମାନଙ୍କର, କିନ୍ତୁ ରାସ୍ତାରୁ ପାଣି ପଳେଇଛି। ଏଇଟା ଆଗରୁ ବୁଡ଼ିଥିଲା ନା, ଏଇଟା ସବୁ ଆଗରୁ ବୁଡ଼ିଥିଲା, କିନ୍ତୁ ଏବେ ଏଇଟା ପାଣି ନାହିଁ। ତ ଏଇ ସବୁ ଅଛି ଦେଖନ୍ତୁ ରାସ୍ତା। ଏପଟ ସବୁ ବିଲ ବୁଡ଼ିଛି, ମାନେ ଲୋକଙ୍କର ପ୍ରାୟ ଚାଷ ଜମି ପୁରା ନଷ୍ଟ ହେଇଯାଇଛି ଏପଟ ଏରିଆର ଲୋକମାନଙ୍କର। ପାଣି ଏପର୍ଯ୍ୟନ୍ତ ବି ଛାଡ଼ି ନାହିଁ ଲୋକମାନଙ୍କ ପାଖରେ। ତ ଏଇଟା ଗୋଟେ ଅଫସୋସ, ଚାଷ ଜମି ପୁରା ନଷ୍ଟ ହେଇଯାଇଛି ଲୋକମାନଙ୍କର। ତ ଦେଖନ୍ତୁ କେଉଁ ଟାଇପ୍ର ଏଠି ବର୍ତ୍ତମାନ ସୁଦ୍ଧା କିଛି ପାଣି ଅଛି। ତ ଗାଁ ସେପଟକୁ ଗଲେ ଦେଖିବା କେତେ କ'ଣ ଅଛି କ'ଣ ନାହିଁ ଆଉ। ତ ଏଇଠି ଦେଖନ୍ତୁ ଏପଟରୁ ସେପଟକୁ ରାସ୍ତାର ଏଇଟା ପୁରା ବୁଡ଼ି ଯାଇଛି। ଦେଖନ୍ତୁ ଏ ନାଳଟା ଦେଖନ୍ତୁ, ଏଇ ନାଳ ସବୁ ବୁଡ଼ି ଯାଇଛି କୋଉ ଟାଇପ୍ର। ଏଠି ଦେଖନ୍ତୁ ସେଇଠି ପାଣି ସେ ଯେଉଁ ଇଏ ପ୍ଲାଣ୍ଟଟା କାହିଁ, ସେ ଯେଉଁ କି କହିବି ଇଏ କରୁଛି ସୁରଜ କରୁଛି, ସବୁ ବୁଡ଼ି ଯାଇଛି। ହେଲେ ରାସ୍ତା ପୁରା ବୁଡ଼ି ଯାଇଥିଲା, ମାନେ ଏପଟ କ୍ରସ୍ ହେଇକି ପାଣି ଚାଲିଥିଲା। ଏବେ ବି ଏଠି ଲୋକ ଦେଖନ୍ତୁ ଟୁଙ୍ଗୁ ମାରିକି ରହୁଛନ୍ତି ରାସ୍ତା ଉପରେ, ଦେଖୁଛନ୍ତି ତ। ମାନେ ଆମେ ଏପର୍ଯ୍ୟନ୍ତ ଯାଇନୁ, ଏପଟେ ହେଉଛି ବଙ୍ଗାଳୀପଡ଼ା। ସେ ରାସ୍ତାଟା ବୋଧେ ବଙ୍ଗାଳୀପଡ଼ା ରାସ୍ତାଟା ନା, ସେ ରାସ୍ତାଟା ବଙ୍ଗାଳୀପଡ଼ା ରାସ୍ତାଟା ନା। ତ ସେ ରାସ୍ତା ବି ଏପର୍ଯ୍ୟନ୍ତ ବୁଡ଼ିକି ରହିଛି, ମାନେ ଏପର୍ଯ୍ୟନ୍ତ ଲୋକମାନେ ପ୍ରାୟ ପାଣି ଘେରରେ ରହିଛନ୍ତି। ପୁରା ଜମି ଚାଷ ନଷ୍ଟ ହେଇଯାଇଛି। ଏପଟର ଘର ଲୋକମାନଙ୍କର ଘର ଦେଖିବେ ଟିକେ ଟିକେ ଉଚ୍ଚା, କିନ୍ତୁ ତଥାପି ସେମାନେ ପାଣି ଘେରରେ ରହୁଛନ୍ତି। ଏଠି ଦେଖନ୍ତୁ, ଏଇଠୁ ଜାଣିପାରିବେ ଆପଣ। ଦେଖନ୍ତୁ ଏଠି ସବୁ ପାଣି ଅଛି କୋଉ ଟାଇପ୍। ତ ମୁଁ ଡୁଆଲ ଭିଡ଼ିଓ ଏଇଟା କ'ଣ ବଡ଼ ବଡ଼ ରାସ୍ତା ଏତିକି ବାଟ ଯାଏଁ ଆସିଛି ନା କ'ଣ? ଏଇଟା କ'ଣ? ଆଚ୍ଛା, ଗ୍ୟାସ ପ୍ଲାଣ୍ଟ। ଏଇଟା ତ ପାଣି ନଥିବ ଏଇଟା ନା? ଏଇ ଦେଖନ୍ତୁ ସବୁ ପାଣି ଥିଲା, ଏବେ ପାଣି ଛାଡ଼ିଛି। ରାସ୍ତା ସବୁ ସୁନ୍ଦରିଆ ଦେଖାଯାଉଛି, କ୍ଲିନ୍ ଦେଖାଯାଉଛି। ଦେଖନ୍ତୁ ଏଇଠି ସବୁ ପାଣି ଦେଖନ୍ତୁ ଏବେ ବି ଅଛି। ଏଇଠି ଦେଖନ୍ତୁ ଏଠି କିଛି ଏପଟର ଏବେ ବି ପାଣି ଅଛି, ଏବେ ବି ପାଣି ଛାଡ଼ି ନାହିଁ। ତ ଏଇଟା ହେଉଛି ବୋଧେ ବାତ୍ୟା ଆଶ୍ରୟସ୍ଥଳୀ ନା କ'ଣ? ଏବେ ବି ଦେଖନ୍ତୁ ଏଠି କୋଉଭଳିଆ ଭାବରେ ପାଣି ଚାଲିଛି, ଦେଖୁଛନ୍ତି ତ। ମାନେ ଏଇ ମଝି ଜାଗାଟା ଖାଲି ବୁଡ଼ିଛି। ଏଠି ଏଇ ଲୋକଙ୍କ ଘରକୁ ଯିବା ପାଇଁ ରାସ୍ତା ନାହିଁ। ରାସ୍ତା ଯେଉଁ ଅଛି ମାଟି ରାସ୍ତା, ଇଏ ପୁରା ସମ୍ପୂର୍ଣ୍ଣ କାଦୁଅ ମାନେ ବୁଡ଼ିକି ରହିଛି। ତ ଲୋକମାନେ ତାଙ୍କ ଘରକୁ ଯିବା ପାଇଁ ପ୍ରୋବ୍ଲେମ୍ ହେଉଛି। ଚାଷ ଜମି ତ ଯାହା ଯାଇଛି ଲୋକମାନଙ୍କର, କିନ୍ତୁ ଏଇ ଯେଉଁ ପ୍ରୋବ୍ଲେମ୍ ହେଇଛି ଏଠି ଦେଖନ୍ତୁ, ଏ ଲୋକଙ୍କ ଘରକୁ ରାସ୍ତା ଯିବା ପାଇଁ ନାହିଁ। ତ ପାଣି ବି ଏପର୍ଯ୍ୟନ୍ତ ଛାଡ଼ି ନାହିଁ, ପାଣି ଅଛି। ତ ମୁଁ ଆସିପାରିନଥିଲି ନା ସେ ଟାଇମ୍ରେ। ତ କିନ୍ତୁ ରାସ୍ତାରୁ ମାନେ ମେନ୍ ରୋଡ଼ରୁ ପାଣି ଯାହା ବାହାରି ଯାଇଛି ନା, ମେନ୍ ରୋଡ଼ରୁ ପାଣି ନାହିଁ। ସେଇ ଲୋକଙ୍କର ଯିଏ ମରିଯାଇଥିଲେ ବନ୍ୟାରେ ଯେଉଁ କହୁଥିଲେ, ସେଇଟା ହେଉଛି ତାଙ୍କର ଚାଲିଛି କ'ଣ ଶୁଦ୍ଧି ପ୍ରକ୍ରିୟା। ତ ଲୋକମାନେ ଏଇଭଳିଆ ବହୁତ ଅସୁବିଧାରେ ରହିଛନ୍ତି, ତା ଆମେ ଜାଣିବା ଭିତରେ। କିନ୍ତୁ ସରକାରଙ୍କ ଦ୍ୱାରା କ'ଣ ସୁବିଧା ସୁଯୋଗ ପହଞ୍ଚିଛି, ଆମେ ସେ ଜାଣିଛୁ ଠିକ୍ ସେ, ମାନେ କ'ଣ ପହଞ୍ଚିଛି, କ'ଣ ଭାଙ୍ଗି ଯାଇଛି ତାଙ୍କ ସୁଯୋଗ। ଏଠି ବି କିଛି ପାଣି ଏମିତି ଥିଲା।
ପରିସ୍ଥିତି ବହୁତ ଜଟିଳ ଥିଲା ଲୋକମାନେ। ସ୍କୁଲ ଘରେ ପାଣି ପଶିଥିଲା ନା, ଜଣା ପଡୁଛି ଉଦା ହେଇଛି। ମୁଁ ତ ଆସିନଥିଲି, ଫାର୍ଷ୍ଟ ଟାଇମ୍ ଆସୁଛି। ଏସବୁ ବୁଡ଼ିଥିଲା ମାନେ ଗାଁଟା ପୁରା ବୁଡ଼ିଥିଲା ନା କ'ଣ? ଆଉ ଏଇଠୁ ଯାଇ ହବ ନା? ଦେଖନ୍ତୁ ସେତିକି ବାଟ ଯାଏଁ ପାଣି ଥିଲା, ଆମେ ଏତିକି ବାଟ ଯାଏଁ ଆସିଲୁ। ବୁଲେଇ ଦେ ଗାଡ଼ି, ସେ ସୁଅ ଚାଲିଲା। ଏଇଟା ଶିବ ମନ୍ଦିର ନା, ଭିଡ଼ିଓ ଚାଲିଛି ମୋର। ଭିତରେ ଏତିକି ଲୋକ ଅସୁବିଧାରେ ପଡ଼ିଥିଲେ, ସେଇଠି ସବୁ ମାନେ ଯିଏ ସବୁ ବିଲର ଘର କରିଛନ୍ତି ତାଙ୍କର ମେନ୍ ପ୍ରୋବ୍ଲେମ୍ ହେଇଥିବ ବହୁତ ନା। ଯିଏ ରାସ୍ତା ଉପରେ ଘର କରିଛନ୍ତି ଟିକେ ବଞ୍ଚୁଥିବେ, ବିଲରେ ଯିଏ ଘର କରିଛନ୍ତି ତାଙ୍କର ପ୍ରୋବ୍ଲେମ୍ ହେଇଥିବ। ତ ଏଇଟା ହେଉଛି ଏଠିକାର ବନ୍ୟା ଆଶ୍ରୟସ୍ଥଳୀ। ବନ୍ୟା ଆଶ୍ରୟସ୍ଥଳୀ ଚାରିପଟରେ ପାଣି ଥିଲା। ଯେଉଁ ମୁଁ ଭିଡ଼ିଓ ଗୋଟେ ଦେଖିଥିଲି ଫେସବୁକ୍ରେ ଜଣେ ପୋଷ୍ଟ କରିଥିଲେ। ତ ଏଇଠି ରୋଷେଇବାସ ହେଇକି ଲୋକମାନଙ୍କୁ ଖାଇବା ପାଇଁ ଦିଆହେଉଥିଲା। ହାଣ୍ଡି କଟା ତ ଅଛି, ଏଇଠିକି ରୋଷେଇବାସ ହେଇକି ଲୋକମାନଙ୍କୁ ଖାଇବାକୁ ଦିଆହେଉଥିଲା। ଗାଈ ଗୋରୁ ବି ଲୋକମାନେ ଏଣି ହେଣି ବାନ୍ଧିଛନ୍ତି, ଏବେ ବି ଯାହାର ପାଣି ଘେରାରେ ଅଛି ଘର। ତ ଏଇଠି ଦେଖନ୍ତୁ ପିଲାମାନେ ଜାଲ ବି ବସେଇଛନ୍ତି ପାଣି ପାଇଁ। ତ ଏଠି ପାଣି ସୁଅ ଚାଲିଛି ଏପଟ ସେପଟ। ସେଇ ଘରଟା ଫସି ଯାଇଛନ୍ତି, ତାଙ୍କର ହେଉଛି ପାଣି ଏପର୍ଯ୍ୟନ୍ତ ଯାଇପାରିନାହିଁ। ଦେଖନ୍ତୁ ଏତିକି ଲେଖା ପାଣି ଅଛି ଏଠି, ଦେଖୁଛନ୍ତି ତ ଏତିକି ଲେଖା ପାଣି ଏଠି ଅଛି। ତ କେବଳ ଏଇ ଗୋଟିଏ ଜାଗାରେ ଆମେ ଦେଖିଲୁ ପାଣି ଅଛି, ଆଉ ସବୁଆଡ଼େ ପାଣି ରାସ୍ତା ଉପରୁ କମିସାରିଲାଣି। ଏଇଟା ସ୍ଲୋପ୍ ଟାଇପ୍ର ରାସ୍ତା ତଳେ ପାଣି ଅଛି। ତ ଏଇଠି ଦେଖନ୍ତୁ ଏ ଚାଷ ଜମି ସମସ୍ତଙ୍କର ଯାଇଛି, ଚାଷ ଜମି ଯାଇଛି ପୁରା, ମାନେ ଚାଷ ଯେଉଁମାନେ ବି କରିଥିଲେ ପୁରା ଚାଷ ଜମି ସେମାନଙ୍କର ନାହିଁ ଆଉ। ତ ଆହୁରି ବି ପାଣି ବଢ଼ିପାରେ, କିଛି ଗ୍ୟାରେଣ୍ଟି ନାହିଁ, କାହିଁକିନା ବର୍ଷା ଯଦି ଉପର ମୁଣ୍ଡରେ ହେଲେ ତଳ ମୁଣ୍ଡରେ ଆମର ପାଣି ବଢ଼ିପାରେ। ତ ଆମେ ଆଜି ଆସିଥିଲୁ ପାଣି ଦେଖିବା ପାଇଁ। ମାନେ ମୁଁ ଥିଲି କହୁଥିଲି ହଷ୍ଟେଲରେ ଥିଲା ବେଳେ ମୋତେ ପଠାଇଥିଲେ ହେଉଛି ଭିଡ଼ିଓ ପଠାଇଥିଲେ, ସମସ୍ତେ ଏଇମାନେ ଭିଡ଼ିଓ କରି ପଠାଇଥିଲେ। ତ ମୁଁ ଆପଣମାନଙ୍କୁ ଦେଖାଇଥିଲି। ତ ଆଜି ଆସିକି ସ୍ପଟ୍ ଉପରେ ମୁଁ ଆପଣମାନଙ୍କୁ ଦେଖାଉଛି କେଉଁ ଟାଇପ୍ର ସିଚୁଏସନ୍ ପାଣି ଛାଡ଼ି ସାରିଲା ପରେ ଲୋକମାନଙ୍କର ଅଛି। ଲୋକମାନଙ୍କର ପାଣି ଛାଡ଼ି ସାରିଲା ପରେ କିଛି ଲୋକ ଅସୁବିଧାରେ ଅଛନ୍ତି, କିଛି ଲୋକ ତାଙ୍କର ମାନେ ତାଙ୍କ ପରିସ୍ଥିତିକୁ ପୁଣି ଫେରି ଆସିଲେ ହେଲା। ତ କିନ୍ତୁ ଯାହା ବି ହଉ ଗୋଟିଏ କ୍ଷତି ହେଇଛି ଲୋକମାନଙ୍କର, କାହାର ଆମ ଏପଟରେ ତ ଏଇଭଳିଆ କ୍ଷତି ହେଇଛି। ମୋ ମାମୁଁ ସେପଟରେ ଏବେ ବି ରାସ୍ତା ଉପରେ ଅଳ୍ପ ଅଳ୍ପ ପାଣି ଅଛି, ଆଉ ବିଲ ପୁରା ପାଣିରେ ବୁଡ଼ି ଯାଇଛି ପୁରା। ସେଠି ତ ଘାସ ଦେଖାଉଛି, ସେଠି ବିଲରେ ଘାସ ବି ଦେଖାହେଉନି। ତେଣୁ ଏଠି କିଛି ଘାସ ଫାସ ଦେଖାହେଉଛି ନା ବିଲରେ, ସେଠି ଘାସ ବି ଦେଖାହେଉନାହିଁ। ଏଠି ଆଇଦର ଜଣଙ୍କ ଘର ଥିଲେ, ସେ ଘରଟି ଭାଙ୍ଗି ଯାଇଛି। ଏଠି ପରିବା ବାଡ଼ି ହେଇଥିଲା, ପରିବା ଗଛରେ ଦେଖନ୍ତୁ କିଛି ନାହିଁ, ସବୁ କାଦୁଅ ଟାଇପ୍ ହେଇଯାଇଛି, ପରିବା ସବୁ ପଚିଯାଇଛି। ଦେଖୁଛନ୍ତି ତ ଏଠି ବି କୁହନ୍ତୁ, ଏଠି ବି କୁହନ୍ତୁ, ଜଣଙ୍କ ପରିବା ବାଡ଼ି ପୁରା ପୋଖରୀ ଟାଇପ୍ର ଦେଖାଯାଉଛି। ଦେଖନ୍ତୁ କଦଳୀ ଗଛ ଯୋଉ ଚାରିପଟରେ ଅଛି, ପୁରା ପୋଖରୀ ଟାଇପ୍ର ଦେଖାଯାଉଛି। ସେଇଟା କ'ଣଟା ସେଇଟା ଯୋଉ ହେଇଛି ପାଲଟା ହେଉଛି କୁଲ ରାସ୍ତାରେ କଲେ ନା। ଦେଖନ୍ତୁ ଓଡ୍ରାଫ୍ଟିଂ ହେରିକା କାଲି ଯାଇଛନ୍ତି ଏ ଜାଗାରୁ, କାହିଁକିନା ରାସ୍ତା ଉପରୁ ପାଣି ଛାଡ଼ି ଯାଇଛି ଯେହେତୁ। ତ ଓଡ୍ରାଫ୍ଟିଂ ହେରିକା ବି କାଲି ପଳେଇଛନ୍ତି, କାଲି ପର୍ଯ୍ୟନ୍ତ ବି ସେମାନେ ଥିଲେ। ସେ ରାସ୍ତା ଉପରେ ଅଛି ଯେଉଁ ପାଣି ଗାଡ଼ିଟା ମୁଁ ଆପଣମାନଙ୍କୁ ଦେଖାଇଥିଲି, ସେଟା ଏବେ ବି ଏଠି ଅଛି। ତ ଏମିତି କିଛି ରହିଲା। ଏଠି ଦେଖନ୍ତୁ କେଉଁ ଟାଇପ୍ର ସୁଅ ଚାଲିଛି, ଆପଣଙ୍କୁ ଲାଗୁଥିବ ନଈ କି ପୋଖରୀ ପାଇଁ। ଦେଖନ୍ତୁ ଏଠି ଗୋଟେ ପୁଲ କ୍ରସ୍ ହେଇଥିଲା ପାଣି କ୍ରସିଂ ହେବା ପାଇଁ ଖାଲି। ତ ଏଠି କେଉଁ ଟାଇପ୍ର ସୁଅ ଚାଲିଛି ଦେଖନ୍ତୁ, ଆପଣମାନେ ସେଇଠୁ ଅନ୍ଦାଜା ଲଗେଇ ପାରୁଥିବେ। ଏପଟକୁ ଦେଖନ୍ତୁ କେତିକି ଜୋରରେ ସୁଅ ଚାଲିଛି। ଆପଣମାନେ ଭାବୁଥିବେ ଏଇଟା ନଦୀ ବୋଲି କି ନଈ ଫଇ, ନା ଏଇଟା ହେଉଛି କ'ଣ ଖାଲି ନା ଗୋଟେ ପୋଲ ହେଇଛି କ୍ରସ୍ ପାଇଁ, ଖାଲି ପାଣି କ୍ରସିଂ ପାଇଁ। ଦେଖନ୍ତୁ ଏଠି କେଉଁ ଭଳିଆ ପରିସ୍ଥିତି ଲୋକମାନଙ୍କର, ଯେଉଁ ଚାଷ ଜମି ଗୁଡ଼ାକ ସବୁ କିଛି ଧୋଇ ଯାଇଛି। ତ ଲୋକମାନେ ବର୍ତ୍ତମାନ ବର୍ଷେ ପର୍ଯ୍ୟନ୍ତ ପୁନର୍ବାର ଚାଷ କଲା ବେଳକୁ ଖରା ସିଜିନ୍ ଆସିଯାଇଥିବ। ଲୋକମାନେ ଖରା ସିଜିନ୍ରେ ଚାଷ କ'ଣ କରିବେ? ଦେଖନ୍ତୁ ବୁରୁଅ ଗୁଡ଼ାକୁ ଆଣିକି କେଉଁଠି ଭାବୁଥିବେ ଆପଣମାନେ ନଈ, ନା ଏଇଟା ନଈ ନୁହେଁ,
ଦେଖନ୍ତୁ ବୁରୁଅ ଗୁଡ଼ାକୁ ଆଣି କେଉଁଠି ଲଗେଇଛି, ଯେଉଁ ପାଣି ଆସିଥିଲା ବଢ଼ି ପାଣି ବୁରୁଅ ଗୁଡ଼ାକୁ କେଉଁଠି ଲଗେଇଛି ଦେଖନ୍ତୁ, ଏଇଭଳିଆ ଟାଇପ୍ର ବୁରୁଅ ଗୁଡ଼ାକୁ ଆଣିକି ଲଗେଇଛି ଏଠି। ତ ଏଇଟା ହେଉଛି ପୁରା କ୍ଲିଅର ଭିଜୁଆଲ୍ କି ଲୋକମାନଙ୍କ ଚାଷ ଜମି ନାହିଁ। ଏଇ ତ ହେଉଛି